ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ କଥା ହେବା CPSE 2024-25 ଏକ୍ଜାମ୍ ବିଷୟରେ। ଆଉ ଏକ୍ଜାମ୍ ଡେଟ୍ ଅଲରେଡ଼ି ଆପଣ ପାଇସାରିଛନ୍ତି, ଡିକ୍ଲେୟାର ବି ହେଇଛି। ଅକ୍ଟୋବର 4 ଆଉ 5ରେ ଏକ୍ଜାମ୍ ହେବ। ଏଇଟା ସିଓର ଏକ୍ଜାମ୍ ଷ୍ଟାର୍ଟ ହେବ, ଆଉ ବି ଲେଟ୍ ହେଇନପାରେ। ତାପରେ ମୁଁ କହୁଛି ଆମର କେତେ ଏକ୍ସପେକ୍ଟେଡ଼ କଟଅଫ୍ ଯିବ। ଏକ୍ସପେକ୍ଟେଡ଼ କଟଅଫ୍ ଆମର 2018, 19 ଆଉ 21 ନେଇକି ମୁଁ ଗୋଟେ କଟଅଫ୍ ତିଆରି କରିଛି। କିନ୍ତୁ 19ର ପାଖାପାଖି ମୁଁ ବେଶୀ ଫୋକସ୍ କରିନି, କାହିଁକିନା 19ର ଟିକେ ହାଇ ଲେବୁଲ୍ ଯାଇଥିଲା। UR, SCBC ଆଉ SC ଟିକେ ହାଇ ଲେବୁଲ୍ ଯାଇଥିଲା। କିନ୍ତୁ 2018 ଆଉ 21 ଯଦି କୋଶ୍ଚେନ୍ ହିସାବରେ ନେବା, କୋଶ୍ଚେନ୍ ଯଦି ହାଇ ହେଇଗଲା ତ ତାଠାରୁ ଟିକେ ମୁଁ ଯଦି କଟଅଫ୍ ନେଇଛି ଟିକେ କମ୍ ନେବ। କିନ୍ତୁ ଇଜି ହେଲା ଟିକେ 5-10 ମାର୍କ ଅଧିକ ଯିବ, କିନ୍ତୁ ତାଠାରୁ ଅଧିକ ଯିବନି। ଆଉ ଯଦି କୋଶ୍ଚେନ୍ ତ ପ୍ରାୟ SIରେ ମଡରେଟ୍ କୋଶ୍ଚେନ୍ କରେ, ହାଇ କରେନି କି ଏମିତି ବି ଲୋ ଷ୍ଟାଣ୍ଡାର୍ଡ଼ କରେନି। ସେଥିପାଇଁ ମଡରେଟ୍ ହିସାବରେ କଟଅଫ୍ ଯିବ। ଆଉ ମୁଁ ଯେଉଁ କଟଅଫ୍ଟା ତିଆରି କରିଛି ସେଇଟା ପାଖାପାଖି ମୁଁ ଆଭରେଜ୍ କରିକି କରିଛି। ସେ କଟଅଫ୍ଟା ଚାଲନ୍ତୁ ଦେଖିବା। ଆଉ ଯଦି ବି କାହାର ଟିକେ ଡାଉଟ୍ ଥିବ କଟଅଫ୍ ବିଷୟରେ କି ଆଉ ଅନ୍ୟାନ୍ୟ ବିଷୟରେ ଲାଷ୍ଟ ଷ୍ଟେଜ୍ରେ ଆପଣ ମେସେଜ୍ କମେଣ୍ଟ ସେକ୍ସନ୍ରେ କହିପାରନ୍ତି। ତାପରେ ଆଉ ପାଖାପାଖି ତ 1 ମନ୍ଥରୁ କମ୍ ଟାଇମ୍ ରହିଲା, ଜୋରଦାର ପ୍ରିପାରେସନ୍ କରନ୍ତୁ। ଚାଲନ୍ତୁ କଟଅଫ୍ ଟିକେ ଦେଖିଦେବା। କଟଅଫ୍ ଦେଖି ସାରିଲା ପରେ ଆପଣ ସେଇ ହିସାବରେ ଏକ୍ଜାମ୍ ପ୍ରିପାରେସନ୍ କରିବେ। ନେଇକି ଚାଲନ୍ତୁ ଯିଏକି ଏତିକି ହେଲେ ଆପଣଙ୍କର ନିହାତି ସିଲେକ୍ସନ୍ ହେଇଯିବ। ଚାଲନ୍ତୁ ଆମେ ଦେଖିବା ଏବେ। ଆମର ଫାର୍ଷ୍ଟ ହେଲା ସବ୍ ଇନ୍ସପେକ୍ଟର ସିଭିଲ୍ର ମେଲ୍ ଫିମେଲ୍ ଦୁଇଟା ତ ପୋଷ୍ଟ ଥାଏ। ତେଣୁକରି UR ଯଦି ଆପଣ କହିବେ 210ରୁ 220 ଏତିକି ଯଦି ରଖିଦିଅନ୍ତି, 70% ପାଖାପାଖି 70% ଆପଣଙ୍କର ନିହାତି ଦରକାର। 70% ହେଲେ ନହେଲେ ଆପଣ ସିଭିଲ୍ ହଉ, ଆର୍ମି ହଉ, ନହେଲେ ଜେଲର ହଉ, ନିହାତି ଗୋଟେ ପୋଷ୍ଟ ଆପଣ ପାଇବେ। ନିହାତି 70% ରଖିବାକୁ ଚେଷ୍ଟା କରିବେ। SCBCରେ ବି ସେଇ 200ରୁ 210। SCBC ଆଉ UR ପାଖାପାଖି ଯାଏ, ଯଦି 1%ର ଗ୍ୟାପ୍ ହେଇଯାଏ କି 4-5 ମାର୍କ ଗ୍ୟାପ୍ ରହେ, ନହେଲେ ଅଧିକ ଯିବ ନାହିଁ SCBCର। ତେଣୁକରି SCBCରୁ 200ରୁ 210। ଆଉ SC ବି ପାଖାପାଖି SCBCରୁ ପାଖାପାଖି ଆପଣଙ୍କର 10 ମାର୍କର ଗ୍ୟାପ୍ ଥାଏ କି 5 ମାର୍କ, ବେଶୀ ଗ୍ୟାପ୍ ନଥାଏ। ତେଣୁକରି 195ରୁ 205 ପର୍ଯ୍ୟନ୍ତ ଆପଣଙ୍କର ଯିବ। ତାପରେ STର ଯଦି 60% ପାଖାପାଖି ରଖିଦିଅନ୍ତି, ତାହେଲେ ଯେକୌଣସି ପୋଷ୍ଟ ମେଲ୍ର ଆପଣଙ୍କର ସିଭିଲ୍ ହଉ, ଆର୍ମ ହଉ କି ଜେଲର ହଉ, ଯେକୌଣସି ପୋଷ୍ଟ ଆପଣଙ୍କର ଗୋଟେ ସିଲେକ୍ସନ୍ ହେଇଯିବ ଯଦି ଆପଣ 180ରୁ 190 ଭିତରେ ରଖନ୍ତି। ତାର ଫିମେଲ୍ ହେଲା 170ରୁ 180। ଆଉ SCBCର 165ରୁ 175 ପାଖାପାଖି। SCBC ଆଉ UR ପାଖାପାଖି ଯାଏ ଫିମେଲ୍ର। ଆଉ ଏଇଟା ଆପଣଙ୍କର ସିଓର ସିଲେକ୍ସନ୍। ଏଇଟା କଟଅଫ୍ ଆଉ ଅଧିକ ବି ଯାଏନି, କାହିଁକିନା ଫିଜିକାଲ ପ୍ରାୟ ଫିମେଲ୍ର ଫିଜିକାଲ କରିପାରନ୍ତିନି, ଆଉ ଫିଜିକାଲ ହିଁ ସେମାନେ କଟିଯାଆନ୍ତି। ତେଣୁକରି ବେଶୀ ବି କଟାଯାଏନି, ଯଦି ବି ଯିବ 180, 60% ହାଇଏଷ୍ଟ ଯିବ। ତାପରେ ହେଲା SC 150ରୁ 160। SCBC ବି ନର୍ମାଲ୍ ଯାଏ। ଆଉ ST ଆପଣଙ୍କର STର ବହୁତ ସାରା ଭ୍ୟାକେନ୍ସି ରହିଯାଏ। ଆଉ ପୂର୍ବ ବର୍ଷ ବି ଭ୍ୟାକେନ୍ସି ରହିଛି, ତା 2018 ବି ଭ୍ୟାକେନ୍ସି ରହିଥିଲା, କାହିଁକିନା STର ପ୍ରାୟ ଭ୍ୟାକେନ୍ସି ଫିମେଲ୍ର ରହିଥାଏ। ତେଣୁକରି ଯଦି 50 ରଖିଦିଅନ୍ତି, 150 ଯେମିତି ହେଲେ ଆପଣଙ୍କର ଆସିଷ୍ଟାଣ୍ଟ ଜେଲର ନହେଲେ ସିଭିଲ୍ SI ଆପଣଙ୍କର ହେଇଯିବ। ତାପରେ ଆସିବା ଆର୍ମ ସବ୍ ଇନ୍ସପେକ୍ଟର ପାଖକୁ। ଆର୍ମ ସବ୍ ଇନ୍ସପେକ୍ଟର ହେଲା ମେଲ୍ର, କେବଳ ମେଲ୍ ମାନଙ୍କର ପୋଷ୍ଟ ଥାଏ। ମେଲ୍ର UR ହେଲା ଆପଣଙ୍କର 205ରୁ 215 ଭିତରେ। ସେଇ 215 ତ 2018 ଯାଇଥିଲା, 214 ପାଖାପାଖି ଯାଇଥିଲା, 2014-13 ପାଖାପାଖି ଯାଇଥିଲା ଆପଣଙ୍କର UR 214-15 ଯାଇଥିଲା। ଆଉ SCBC ସେଇଭଳିଆ 200ରୁ 210 ଭିତରେ ଆପଣ ରଖିଲେ ନିହାତି 70% ରଖିଦେଲେ ଆପଣଙ୍କର ଯେକୌଣସି ସିଲେକ୍ସନ୍ ଗୋଟେ ହେଇଯିବ। SC 195ରୁ 205। ଆଉ ST ଆପଣଙ୍କର ନିହାତି 60% ଯଦି ଲେଖିଦେଲେ, 60%ରୁ 65% ଭିତରେ ରଖିଦେଲେ ଆପଣଙ୍କର ନିହାତି ଯେକୌଣସି ହେଲେ ଗୋଟେ ଆପଣଙ୍କର ସିଲେକ୍ସନ୍ ହେଇଯିବ। ତାପରେ ହେଲା ଆସିଷ୍ଟାଣ୍ଟ ଜେଲର କହିଲା ଆପଣଙ୍କର ଏଟାର ଦୁଇଟା ମେଲ୍ ଆଉ ଫିମେଲ୍ ଥାଏ। ଆମର ଦେଖିବା ଫାଷ୍ଟ UR ସେଇ 205ରୁ, କାହିଁକିନା UR ପିଲା ନିହାତି 70% ରଖିଦେଲେ ସିଲେକ୍ସନ୍ ପାଇଁ ଆପଣ ନିହାତି ପକ୍କା ବୋଲି ଭାବିବେ। 70ରୁ 75% ରଖିଦେଲେ। ଆଉ କୋଶ୍ଚେନ୍ ଯଦି ହାଇ ହେଲା ତ 70ରୁ କମ୍ ଯିବ, ବେଶୀ ବି ଯାଇନପାରେ, କାହିଁକିନା 2021ରୁ ବି ବେଶୀ ଯାଇନଥିଲା। କିନ୍ତୁ ମୁଁ ଏକ୍ସପେକ୍ଟେଡ଼ କଟଅଫ୍ କରିଛି ଯେ କି 70% କଥା କହିଛି। SCBCର ସେ 200ରୁ 205। ଆଉ SCର 200ରୁ ବିଲୋ 200 ରଖିଦେଲେ ବି 190ରୁ 200 ଭିତରେ ରଖିଲେ
ଆପଣଙ୍କର ହେଇଯିବ। ଆଉ ଏସ୍ ଟି ମୁଁ କହିଛି ସେଇ ଏସ୍ ଟି ଗୋଟେ ମୁଁ କଟଅଫ୍ ଦେଇଛି 180ରୁ 190 ଭିତରେ ରଖିଲେ ଆପଣଙ୍କର ଯେକୌଣସି ସିଲେକ୍ସନ୍ ହେଇଯିବ। ତାର ଫିମେଲ୍ର ପାଖାପାଖି ଆପଣଙ୍କର 175ରୁ 180 ୟୁଆର୍, ଆଉ ଏସ୍ ସି ବି ସିର 165ରୁ 175, ଆଉ ଏସ୍ ସିର 160ରୁ 165, ଆଉ ଏସ୍ ଟିର 130ରୁ 140। ବେଶୀ ବି ସିଲେକ୍ସନ୍ ଏସ୍ ଟି ପାଖାପାଖି ଭେକେନ୍ସି ବି ରୁହେ। ଏତିକି ଯଦି ଟ୍ରାଏ କରିବେ, ଯଦି ରଖିଦେବେ 150 ରଖିଦେଲେ ଆପଣଙ୍କର ସିଓର ଫିଜିକାଲ୍ ପାଇଁ ଆପଣ ଟ୍ରାଏ କରିବେ। ଆଉ ଫିଜିକାଲ୍ ବି ବହୁତ ଫିମେଲ୍ କଟିଯାଆନ୍ତି। ତାପରେ ହେଲା ଷ୍ଟେସନ୍ ଅଫିସର, ଏଟା ତ କେବଳ ମେଲ୍ ମାନଙ୍କ ପାଇଁ ଥାଏ। ଏଟା ଏକ୍ସଟ୍ରା ଗୋଟେ ଦିନ ଏକ୍ଜାମ୍ ହୁଏ, କାହିଁକିନା ସେଟା 200 ମାର୍କର ଏକ୍ଜାମ୍ ହେଇଥାଏ। ତ ମେଲ୍ର ୟୁଆର୍ ଯଦି ଆପଣ 300 ପାଖାପାଖି 350ରୁ 70, 350-70 ଯଦି ରଖିବେ ତାହେଲେ ଆପଣଙ୍କର ସିଲେକ୍ସନ୍ ହେଇଯିବ। ଡାଇରେକ୍ଟ ସିଲେକ୍ସନ୍। ତାପରେ କିନ୍ତୁ ଫିଜିକାଲ୍ ଆପଣଙ୍କୁ ବହୁତ ଟିକେ ଟଫ୍ ଥାଏ, ଫିଜିକାଲ୍ ବି କରିବାକୁ ପଡ଼ିବ। ଏସ୍ ସି ବି ସିର 340ରୁ 60, ଏସ୍ ସି ବି ସି ୟୁଆର୍ ପାଖାପାଖି ଯାଇଥାଏ, ତେଣୁ କରିକି ଫିଜିକାଲ୍ କିନ୍ତୁ କଷ୍ଟ ହେବା ଦ୍ୱାରା। ଆଉ ଏସ୍ ସି 320ରୁ 340, ଆଉ ଏସ୍ ଟି ଯଦି ଏସ୍ ଟିର ପୋଷ୍ଟ ବି ଅଧିକା ଥାଏ, ଆଉ କିନ୍ତୁ ପ୍ରାୟ ପିଲା ଏସ୍ ଟିର ଭେକେନ୍ସି ରହିଥାଏ, ଆୟାର ବି ଭେକେନ୍ସି ରହିଥାଏ, ତେଣୁ କରିକି ରଖିବାକୁ ଚେଷ୍ଟା କରନ୍ତୁ। 280 ବି ରଖିଲେ ପ୍ରାୟ ଚାନ୍ସ ଅଛି। ଏତିକି କଟଅଫ୍ ରଖିଲେ, ଏତିକି କଟଅଫ୍ ଦେଖିନେବେ। ଦେଖି ସାରିଲା ପରେ ଆପଣ ଏହି ହିସାବରେ ଚାଲିବେ, ଯାଇକି ହଁ ଏକ୍ଜାମ୍ ପାଟର୍ନ ଆଉ ଏକ୍ସପେକ୍ଟେଡ଼ କଟଅଫ୍ ଦେଖିବେ। ଏଇଟା ଯେଉଁ ମୁଁ CPSE 2024-25 ଏକ୍ସପେକ୍ଟେଡ଼ କଟଅଫ୍ ମାର୍କସ୍ ମୁଁ ତିଆରି କରିଛି। ଏଇଟା ମଡରେଟ୍ ହିସାବରେ ତିଆରି କରାଯାଇଛି। ଏଟା ଯଦି ବି କ୍ୱେଶ୍ଚନ୍ ଲେଭେଲ୍ ହାଇ ଆସେ ତାହେଲେ ଆପଣମାନେ 10 ମାର୍କ ଆପଣ ଡିଡକ୍ଟ କରିଦିଅନ୍ତି। ଆଉ ଯଦି ବି କ୍ୱେଶ୍ଚନ୍ ଲେଭେଲ୍ ଇଜି ଆସେ ତାହେଲେ ପାଖାପାଖି ସେ 5 ମାର୍କ କି ଅଧିକ ଯିବ କଟଅଫ୍, ତା ଦେହରେ ଅଧିକ ବି ଆଉ ଯିବ ନାହିଁ। ସେଥିପାଇଁ ମୁଁ ଏଇଟା କ୍ୱେଶ୍ଚନ୍ ଲେଭେଲ୍ ମଡରେଟ୍ ହିସାବରେ ଆଉ ଏକ୍ସପେକ୍ଟେଡ଼ କଟଅଫ୍ ମାର୍କ ଏଇଟା ତିଆରି କରିଛି। ଯେଉଁ ମୁଁ କଟଅଫ୍ଟା ଆପଣଙ୍କୁ ଦେଲି କଟଅଫ୍ ମାର୍କ, ଏଇଟା ଏକ୍ଜାମ୍ର ମାନିକି ଚାଲନ୍ତୁ ଯେ କି ଏତିକି ରଖିବାକୁ ପଡ଼ିବ। କାହିଁକିନା ଯଦି ବି ବହୁତ ପିଲାଙ୍କର କ୍ୱେଶ୍ଚନ୍ ଆସିବ, ସାର୍ ଯଦି କ୍ୱେଶ୍ଚନ୍ ଉପରେ ଡିପେଣ୍ଡ କରେ କଟଅଫ୍ ମାର୍କ ଡିପେଣ୍ଡ କରେ ଯେ, କିନ୍ତୁ ଯଦି ଇଜି କ୍ୱେଶ୍ଚନ୍ ଆସିଲା ତାହେଲେ ଆପଣ 10 ମାର୍କ ଆଡ଼୍ କରିଦେଇ ପାରନ୍ତି। ଆଉ ଯଦି ବି କ୍ୱେଶ୍ଚନ୍ ଲେଭେଲ୍ ହାର୍ଡ଼ ଆସିଲା ତାହେଲେ ଆଉ 5 ମାର୍କ ଆଡ଼୍ କରିବେ, ବେଶୀ ବି ଯିବନି। ଆଉ କଟଅଫ୍ 70%, 75% ରଖିଲା ପରେ ଆଉ ବେଶୀ ଫିଜିକାଲ୍ ପୁଣି ଅଛି, ସେଥିପାଇଁ ଆଉ ବେଶୀ ବି କଟଅଫ୍ ଯିବ ନାହିଁ। ତାପରେ ଆପଣମାନେ ଏତିକି କଟଅଫ୍ ମାର୍କ 70% ପାଖାପାଖି ୟୁଆର୍ ଆଉ ଏସ୍ ସି ବି ସି ପିଲା 70% ମାନିକି ଚାଲନ୍ତୁ, ଯାଇକି ଏତିକି କଟଅଫ୍ ଯିବ। ଆଉ ପ୍ରିପାରେସନ୍ ଜୋରଦାର ଚାଲୁ, କାହିଁକିନା ନେକ୍ସଟର ଆପଣଙ୍କର ବହୁତ ଶୀଘ୍ର ଯଦି ଏକ୍ଜାମ୍ ହେଇଗଲା ତାହେଲେ ବହୁତ ଶୀଘ୍ର ଆପଣଙ୍କର ଆନ୍ସର୍ କି ବାହାରିବ। ଆଉ ଫିଜିକାଲ୍ ପାଖାପାଖି ଗୋଟେ ମାସ ବା 15 ଦିନ ଭିତରେ ବି ଫିଜିକାଲ୍ ଆପଣ କରିଦେଇପାରେ। ସେଥିପାଇଁ ଜୋରଦାର ଆପଣ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରିଚାଲନ୍ତୁ। ଆଉ ତାପରେ ତ ନେକ୍ସଟ ଫିଜିକାଲ୍ ତ ବହୁତ ଶୀଘ୍ର ହେଇଯାଇପାରେ। ନେକ୍ସଟ ଫେଜ୍ରେ ମୁଁ କେବେ ଏକ୍ଜାମ୍ ଡେଟ୍, ଫିଜିକାଲ୍ ଡେଟ୍ ୱିଥ୍ ଆଉ ଜଏନିଂ ଡେଟ୍ ବିଷୟରେ ବି ଆମେ କଥା ହେବା। ଏତିକି ଆପଣ କଟଅଫ୍ ନେଇକି ଚାଲନ୍ତୁ।